ଥିଲା ନିଶ୍ଚୟ ଗୁରୁଦେବ, କିନ୍ତୁ ଜାଣିପାରି ନଥିଲି ତାରି ପ୍ରେମରେ ପଡ଼ି ମୁଁ ତାକୁ ବହୁତ ବିଶ୍ୱାସ କରି ଯାଇଥିଲି। କାହିଁକି ନା ସବୁ ରାଣୀ ଅପେକ୍ଷା ସେ ହଉଛି ବୀରାଙ୍ଗନା। ମୁଁ ଯେତେବେଳେ ଯୁଦ୍ଧ କରିବାକୁ ସମ୍ବରାସୁର ସହିତ ଯାଇଥିଲି ସେତେବେଳେ ମୋ ରଥର ଚକ ଭାଙ୍ଗି ଯାଇଥିଲା। ସେତେବେଳେ ଦେବତା ମାନଙ୍କୁ ରକ୍ଷା କରିବା ପାଇଁ ଦେବରାଜ ଇନ୍ଦ୍ରଙ୍କ ସହିତ ମିତ୍ରତା ସ୍ଥାପନ କରି ସମ୍ବରାସୁରକୁ ବଧ କରିବା ନିମନ୍ତେ ଯିବା ଫଳରେ ସେ ରଥର ଅନିକେଶ୍ୱରକୁ ନିଜର ଆଙ୍ଗୁଠି ରଖିଥିଲା। ତାହାରି କଷ୍ଟ ସହି ନ ପାରି ଏବଂ ସେ ଅଙ୍ଗୁଳିକି ଅନିକି ଭାବ କରି ନିଜେ ରଥର ସାରଥୀ ହୋଇଥିଲା, ଯାହାରି ସାହାଯ୍ୟରେ ଦେବତା ମାନଙ୍କ କଣ୍ଟକ ସମ୍ବରାସୁରକୁ ମୁଁ ବଦ୍ଧ କରିଥିଲି। ଆଉ ସେଇ ଯୁଦ୍ଧରେ ସମ୍ବରାସୁରର ସ୍ୱରାଘାତରେ ମୋର ଗୋଟେ ବ୍ରଣ ହେଇଥିଲା। ସେଇ ବ୍ରଣ ଦିନକୁ ଦିନ ବହୁତ ବ୍ୟାଧିଲା, ତାକୁ କେହି ଭଲ କରିପାରିଲେ ନାହିଁ। ଜାଣେ ସମ୍ରାଟ, କିନ୍ତୁ 750 ରାଣୀ ଭିତରୁ ଯିଏ ନିଜର ଜୀବନ ଦ୍ୱାରା ତାକୁ ସଫା କରିପାରିବ ତାହେଲେ ତୁମେ ବଞ୍ଚିବ ରାଜା ଦଶରଥ, ତୁମେ ବଞ୍ଚିବ। କିନ୍ତୁ ସମସ୍ତେ ଘୃଣା କଲେ, କିନ୍ତୁ ମୋର ସେଇ କୈକେୟୀ ରାଣୀ ମୋ ବ୍ରଣକୁ ଜୁହା ଦ୍ୱାରା ସଫା କରି ମୋତେ ବଞ୍ଚେଇ ଦେଇଥିଲେ। ଏସବୁ ଭାବ ବିହର ଅବସ୍ଥାରେ ମୁଁ ତାକୁ ବର ଦେଇଥିଲି। ମୁଁ କହିଥିଲି, କୈକେୟୀ ତମେ ଏତେ ଉପକାର କରିଛ ଯେ ତମେ ଯେତେବେଳେ ମୋତେ ବର ମାଗିବ ମୁଁ ତମକୁ ଅଚିରେ ସମର୍ପଣ କରିବି। ଗୁରୁଦେବ, ବିଧାତାର ଭଲ ଯଥା ଭାବିଲି କର୍ମାନୁସାରେ ଫଳ, ସେଇ କର୍ମ ଆଜି ମୋତେ କରିବାକୁ ଯାଉଛି। ଗୁରୁଦେବ, ସେଇ ବର ମତେ ଆଜି କୈକେୟୀ ବିଶ୍ୱାସରେ ବିଷ ଦେଇ ମୋ ପୁଅ ରାମଙ୍କୁ ମୋ ଠାରୁ ଛଡ଼େଇ ଦେଇ ଛାଡ଼ିଛ। ଗୁରୁଦେବ, ସେ ଦୁଇଟି ବର ହଉଛି, ସେ ଦୁଇଟି ବର ମତେ ମାଗିଥିଲା। ମୁଁ ସତ୍ୟ ସତ୍ୟ କିବାର ସତ୍ୟ କରି କହିଥିଲି ଯେ ତୁମେ ଯୋଉ ଦୁଇଟି ବର ମାଗିବ ମୁଁ ତାକୁ ଅଚିରେ ସମର୍ପଣ କରିବି। କିନ୍ତୁ ସେଇ ବିଶ୍ୱାସରେ ବିଷ ଦେଇ ସେ ମୋତେ ବର ମାଗିଲା ଯେ ମୋ ପୁଅ ଭ୍ରତ ଅଯୋଧ୍ୟାରେ ରାଜା ହେବ, ଆଉ ମୋର ଜ୍ୟେଷ୍ଠ ପୁତ୍ର ରାମ ରାମ ଅଯୋଧ୍ୟା 14 ବର୍ଷ ପାଇଁ କଣ୍ଟକିତ ପଦର ବନବାସୀ ଭାଇ 14 ବର୍ଷ ପର୍ଯ୍ୟନ୍ତ ବୁଲିବ। ଗୁରୁଦେବ, କିପରି ଭାବରେ ମୋ ରାମକୁ ମୁଁ ଏ କଥା କହିବି? ଗୁରୁଦେବ, କଣ କରିବି? ଗୁରୁଦେବ, ମୁଁ କିପରି ଭାବେ ତାକୁ ମୋ ମୁଖ ଦେଖାଇବି? କହିବି, ଏ ରାମ, ତତେ ମୁଁ ନିତ୍ୟ ପ୍ରତିଦିନ ତତେ ତୋର ପୁତ୍ର ଭାବରେ ତତେ ମୁଁ କେତେ ସେବା କରିଛି ରେ। ଅପୁତ୍ରିକର ମୁଁ ତତେ ପାଇ ମୁଁ ତତେ ଦିନ ରାତି ସପନରେ ଘରେ ଭୁଲି ଯାଇଥିଲି। ତୋରି ମୁହଁକୁ ଚାହିଁ ମୁଁ ବଞ୍ଚିଥିଲି। ହେଲେ ମୋ ଅନ୍ତରଗୁଡ଼ିକୁ ମୁଁ ଛାଡ଼ି କେମିତି ବଞ୍ଚିବି? ଗୁରୁଦେବ, କିପରି କହିବି? ରାମ, ତୁ ବନବାସୀ ହୁଅ, ଆଉ ମୁଁ ସେ ରାଜ ସିଂହାସନରେ ମୁଁ ଜାତକ ଭରି ବୁଦ୍ଧ ଅବସ୍ଥାରେ ଚାହିଁ ରହିବି। ଗୁରୁଦେବ, ଏ ବିଷମ ସମୟରେ ମୁଁ କଣ କରିବି? ଏ ସମୟରେ ମୁଁ ଶୁଣି ଯାଇ କହିଲେ ରାମ ସଙ୍ଗେ ଲକ୍ଷ୍ମଣ ସୀତା ବାହାରିଲେ ଜୟ ରାମ।
महाराज କୁହ ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ ଏବଂ ମାତା ସୀତା ମଧ୍ୟ ବନକୁ ବାହାରିଛନ୍ତି। ନାଇଁ ନାଇଁ ତୁ ନାଇଁ ବଡା କରିଦିଅ ବଡା କହିଦେଲୁ ତ ଆରେ ଏ ଗୁରୁଦେବ সম্রাট ଭକ୍ତି ସୁମନ୍ତ ଦେଖି ପାରୁଛୁ ତ ମୁଁ ସିନା ମୋ ରାମକୁ ବନବାସ ପାଇଁ 14 ବର୍ଷ ପାଇଁ ଶପଥ କରିଥିଲେ ମୁଁ ତ ମୋ ବାଳକ ଲକ୍ଷ୍ମଣକୁ କହିନାହିଁ ମୁଁ ତ ମୋ ମା ସୀତାଙ୍କୁ କହିନାହିଁ ସେ ଖାଇ ଯାଉଛନ୍ତି ଏ ଗୁରୁଦେବ କଣ କରିବି ଗୁରୁଦେବ କଣ କରିବି সম্রাট ଆପଣଙ୍କ ମନ ମଧ୍ୟରେ ଥିବା ସେହି ଅନ୍ତର୍ନିହିତ ଅନୁଶୋଚନାକୁ ମୁଁ ବୁଝିପାରୁଛି। ଗୁରୁଦେବ ରଘୁବଂଶର ସଂସ୍କାର ସର୍ବୋପରି ଗୁରୁଦେବ ସତ୍ୟ ରକ୍ଷା କରିବା ପାଇଁ ଯଦି ପ୍ରାଣ ବି ଉତ୍ସର୍ଗିତ କର୍ତ୍ତୃତ୍ୱ କରିବା ପାଇଁ ପଡ଼େ ତେବେ ମଧ୍ୟ ରାଜା ପଛ ଘୁଞ୍ଚା ଦେବା ଅନୁଚିତ। ଗୁରୁଦେବ ଯେବେ ନାରୀର ଲୋଭରେ ଆପଣ ଏଭଳି ଗୋଟେ ମହାପାତକ ଅର୍ଜନ କରିଛନ୍ତି ତେବେ ରାମଙ୍କୁ ତ ନିଶ୍ଚିତ ଭାବରେ ବନକୁ ଯିବାକୁ ପଡ଼ିବ ଗୁରୁଦେବ ଏବଂ ତାଙ୍କ ପ୍ରତି ଆସକ୍ତ ହୋଇ ଯେଉଁ ଲକ୍ଷ୍ମଣ କୁମାର ଏବଂ ବଧୂ ମା ସୀତା ଯାଉଛନ୍ତି ସେମାନଙ୍କୁ ଯଦି ଆପଣ କୁହନ୍ତି ସେମାନେ ହୁଏତ ରହିଯାଇପାରନ୍ତି ଗୁରୁଦେବ କିନ୍ତୁ ଏ ସତ୍ୟ ରକ୍ଷକ ରାମଙ୍କୁ ସତ୍ୟ 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 ଏ ବଂଶରେ ଖାଲି ସତ୍ୟ 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 ଜାଣିଛି ଗୁରୁଦେବ ଏ ବଂଶରେ ଯେ ସତ୍ୟ କରନ୍ତି ସେ କଥା ନିଶ୍ଚିତ ପ୍ରତିଫଳିତ ହୁଏ ହେଲେ ଏଗୁଡେ ବିଶ୍ୱାସଘାତକର ବିଶ୍ୱାସର ପରିଚୟ ନେଇ ଗୁଡା ସତ୍ୟକୁ ଅସତ୍ୟ କରିଦେଇଛି କହିକିରି କୁହ ଗୁରୁଦେବ ମୁଁ କିପରି ଭାବେ ମୋ ରାମକୁ ଛାଡ଼ିବି সম্রাট শোকরে রাজন শুনি হেলে অসম্ভার কইকে ইঙ্কা যোগ রুমুড়িলা সূর্যকুড় সীতারাম লক্ষ্মণ রঘুয়াণ হে সুমন্ত মুখ ধরে দেখি হিমি মরিবা নিয়ত ସତ୍ୟ 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 ଏ ସୂର୍ଯ୍ୟ ବଂଶର ଗୋଟିଏ କଥା ସତ୍ୟ 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 ହଁ ଗୁରୁଦେବ ସତ୍ୟ ସତ୍ୟ କରି କରି ଏ ରାକ୍ଷସୀ ପିଶାଚୀ ଏ ମାୟାବିନୀ ଲାଗିଆନି ସୂର୍ଯ୍ୟ କୂଳ ବୁଡ଼ିବାକୁ ଯାଉଛି ଆଉ କିଛି କହିପାରୁ ନାହିଁ ଯାଅ ସୁମନ୍ତ ସେହି ରାମ ଓ ବାଳକ ଲକ୍ଷ୍ମଣ মহারাজ ଆଉ ମୋ ମା ସୀତାଙ୍କୁ ମୋ ପାଖକୁ ନେଇ ଆସ ସୁମନ୍ତ মহারাজ ଶେଷ ଥର ପାଇଁ ମୁଁ ତାକୁ ଟିକେ ଦର୍ଶନ କରିବି ମୁଁ ତାକୁ ଟିକେ ଦର୍ଶନ କରିବି ঠিক আছে মহারাজ ঠিক আছে সুমন্ত মন্ত্রী মোহন রাজা আজ্ঞা পাই অন্তপুর ভুবন গলে তোরা হই রাম সীতা লক্ষ্মণଙ୍କୁ রাজা পাশে দেই তীর রাজন বড়
ସୁଯୋଗ ବଂଶ ଭୂମି ବାହାଘର ତୋ ମୋର ପିଲୁ ଶେଷ ପ୍ରତିଭା ଆଜି ରାଜା ଦଶରଥ ଗୋଟାଏ ନାରୀ ବଳରେ ପଡ଼ି ତୋ ଭଳି ପୁତ୍ରକୁ ପାଇ ମୁଁ ଆଜି ତାକୁ ବନବାସୀ କରିଦଉଛି। ରାଜା ଦଶରଥ ତୋର ସେ ରାଜ ବଡ଼ ତୋର এই ଶରୀରକୁ କାହିଁକି ନା ରାମ ଭଳି ପୁଅ ପାଇଁ ଲକ୍ଷ୍ମଣ ଭଳି ପୁଅ ପାଇଁ ଆଉ ମୋ ମା ସୀତା ଭଳି କୁଳବଧୂ ପାଇଁ ମୁଁ ତାକୁ ଆଜି କଣ୍ଟକିତ ପଥର ପ୍ରତୀକ ସଜେଇ ଦଶରଥ ଧର ଜୀବନ ଧର ରାଜତ୍ୱ ପଡ଼ିଆ ରାମ ଭାବୁଛି କାହିଁକି ତୋ ସହିତ ପରେ ଶେଷ ଦର୍ଶନରେ ରାମ କାହିଁକି ପିତାଶ୍ରୀ 14 ବର୍ଷ ପରେ ପରେ ଆପଣଙ୍କ ନିକଟକୁ ରାମ ଫେରି ଆସିବ। ଚାଲିଛି ତୁ ଯିବୁ ପଟକୁ ମୋ ମା ସୀତା ଯିବ ବନକୁ ଆଉ ଲକ୍ଷ୍ମଣ ତ ଯିବ ବନକୁ ମୁଁ କୋଉଠି ଯିବି ଚାଲିଛୁ ତୁ ଗଲା ପରେ ମୁଁ ସେ ଜମ ଭୁବନକୁ ଯିବି। ଏସବୁ ଘଟଣା କାହିଁକି ଘଟିଲା ତୁ ଜାଣିଛୁ? ପୂର୍ବେ ଜଳ ଘାଟ ଜଗି ଥିଲି କରିଲେ ଜଳ ପାଇଁ ଆସିଲା ଯେ ଋଷିର ନନ୍ଦରେ କୁମ୍ଭମୂଳାନ୍ତେ ସମତ ମାରି ନ ପାରିଲି ସରବେଶୀ ଋଷି ପୁତ୍ର ପ୍ରାଣରେ ବଧିଲି ହେ ତାହା ଜାଣି ମାତା ପିତା ସେଠାରେ ମିଳିଲେ ଅଜ୍ଞାତେ ହେବାରୁ ମୋର ଦୋଷ କ୍ଷମା କଲେ ଶୁଣିବୁ ସେଇ ଅତୀତର କଥା ସେଦିନ ଥିଲା ମୋ ପିତା ମୋଙ୍କର ଶ୍ରାଦ୍ଧ ଉତ୍ସବ ତେଣୁ ମୁଁ ନିଜେ ଘଞ୍ଚ ଅରଣ୍ୟ ଭିତରକୁ ଗଲି ଗଣ୍ଡା ବଧ କରିବା ପାଇଁ ଦିନ ତମାମ ଚାଲିଗଲା କୌଣସି ଗଣ୍ଡା ମୁଁ ବଧ କରିପାରିଲି ନାହିଁ ଭାବିଲି ସନ୍ଧ୍ୟା ହେଲେ ହୁଏତ ଏ ବନ ମଧ୍ୟରୁ ଗଣ୍ଡା ମାନେ ଆସି ତାଙ୍କର ତୃଷ୍ଣାମେଣ୍ଟନ କରିବା ପାଇଁ ଏ ନଦୀ କୂଳକୁ ଆସିବେ ଆଉ ସେଇ ସମୟରେ ମୁଁ ଗଛ ଗୁହାରେ ଥାଇ ମୋର ଶବ୍ଦ ବ୍ୟକ୍ତି ବାଣକୁ ଭେଦ କରି ମୁଁ ସେ ଗଣ୍ଡାକୁ ବଦ୍ଧ କରି ମୋ ଗାଁକୁ ପ୍ରତ୍ୟାବର୍ତ୍ତନ କରିବି। ସନ୍ଧ୍ୟା আগত প্রায় বৃক্ষ বଳରେ লুকায়িত ভাবে ମୁଁ ରହିଥିଲି। সেই ସମୟରେ ଗଣ୍ଡାଟେ ଆସି
ତାର ଦୁଃସ୍ୱାମୀକୁ କହିବାକୁ ଆସୁଥିଲା। ମୁଁ ମୋର ସପ୍ତବେଦୀ ସରତରା ମୁଁ ଭାବିଲି ଏକ ଗଣ୍ଡା ତାର ଦୁଃସ୍ୱାମୀକୁ କରୁଛି, ଛଳପାଟ କରୁଛି। ଏହା ଭାବି ମୁଁ ସପ୍ତବେଦୀ ସ୍ୱର ମାରିଲି। ସପ୍ତବେଦୀ ସ୍ୱର କୁଆଡେ ବାଜିଲା ତାର? ସେ ସପ୍ତବେଦୀ ସ୍ୱର ସେ ଗଣ୍ଡା ପରିବର୍ତ୍ତେ ଏକ ଋଷି କୁମାରଙ୍କ ବକ୍ଷରେ ଭେଦ କଲା। ଆଉ ଖୁସି ଦୌଡ଼ି ପଳାଇଲି। ଆଉ ଯାଇ ଦେଖେ ତ ଗଣ୍ଡା ପରିବର୍ତ୍ତେ ସେ ଏକ ଋଷି କୁମାର ବିକଳରେ ଛଟପଟେ ଦଉଥାଏ। ସାଗରାମ ତାକୁ ମୁଁ ଯେତେବେଳେ ପ୍ରଶ୍ନ ପଚାରିଲି ସେ କହିଲା ମୋ ପିତା ମାତା ଅନ୍ଧ ଆଉ ଅନ୍ଧୁଣୀ। ସଙ୍କଟ ପରେ ସଙ୍କଟ ପଡ଼ିଗଲା। ପୁତ୍ର ମରଣ ଶଯ୍ୟାରେ ଆଉ ପିତା ମାତା ଅନ୍ଧ ଅନ୍ଧୁଣୀ ହୋଇ ସେ ବିଭୂତି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ରାଜା ଦଶରଥ ଅବାକ୍ ଉଠିଗଲା। ତଥାପି ସତ୍ୟସନ୍ଧ ବଂଶର ନାୟକ ନିଜ କଷ୍ଟକୁ ହୃଦୟରେ ଚାପି ରଖି সেই ঋষি কুমারଙ୍କ କଥା ଅନୁସାରେ ମୁଁ ଏକ କଳସୀ ପାଣି ନେଇ ମୁଁ ତାକୁ ପିତାମାତାଙ୍କ ପାଖକୁ ଗଲି। ପିତାମାତାଙ୍କୁ ମୁଁ ନିଜକୁ ସତ୍ୟ ଲୁଚାଇ ପାରିଲି ନାହିଁ ଏବଂ ସବୁ ସତ୍ୟ କଥା କହିଦେଲି। କହିଲା ପରେ ସେ କଣ କହିଲେ ଜାଣ? ସତ୍ୟ କହିଲି ମୁଁ ଅଜ୍ଞାତରେ ଗଣ୍ଡା ଭାବି ତମ ପୁତ୍ରକୁ ବଦ୍ଧ କରିଛି। ସେ ତୁଳାରୁତିର ଅଭିଶାପ ଦେଲେ ଆଉ ସେ ଅଭିଶାପ ହେଉଛି ବୋଇଲେ ହେ ଦଶରଥ ପୁତ୍ର ଶୋକେ ମର। ଏତେ କହିବେ ନିଜରେ ବସିଲେ ଅବିର ହେ। ସେହି ମୁନି ସାପରେ ଫଳିଲାର ଭୁମଣି। ବଶିଷ୍ଠ ବଳିଲେ ଦେଖେ ଝିଅ ହେବେ ଲାଣି ହେ। ରାମ। ପିତାଶ୍ରୀ ତାପରେ ସେ ଅନ୍ଧ ମୁନି ମୋତେ ଅଭିଶାପ ଦେଲେ ଆଉ ସେ ଅଭିଶାପ ହେଉଛି ଆମେ ଯେମିତି ପୁତ୍ର ଶୋକରେ ପ୍ରାଣ ତ୍ୟାଗ କଲୁ ତମେ ସେମିତି ତୁମ ପୁତ୍ର ଶୋକରେ କୌଣସି ପୁତ୍ରକୁ ନ ଦେଖି ତମେ ପ୍ରାଣ ତ୍ୟାଗ କରିବ। ମୁଁ ଖୁସି ହେଇଗଲି। ମୁଁ ସେ ଅନ୍ଧ ମୁନିকে ପ୍ରଶ୍ନ ପଚାରିଲି ହେ ମୁନି ମହୋଦୟ ତମେ ଯୋଉ ମତେ ଅଭିଶାପ ଦେଲ ସେଇଟା ମୋ ପାଇଁ ଆଶୀର୍ବାଦ ନା ଅଭିଶାପ? ତୁମେ କହିଲ ମୁଁ ପୁତ୍ର ଶୋକରେ ପୁତ୍ରକୁ ନ ଦେଖି ମରିବି, ହେଲେ ମୋର କୌଣସି ପୁତ୍ର ନାହାନ୍ତି। ସେ ଜାଣିପାରି ସେ କହିଲେ ନିଶ୍ଚିତ ଭାବେ ତୁମେ ପୁତ୍ର ଜନ୍ମ କରିବ ଆଉ ସେ ପୁତ୍ର ଜନ୍ମ କଲା ପରେ ତମେ ପୁତ୍ରକୁ ନ ଦେଖି ତମେ ପ୍ରାଣ ତ୍ୟାଗ କରିବ। ଆଜି ସେଦିନ ମୋ ପାଇଁ ଥିଲା ତାଙ୍କର ମୋ ପ୍ରତି ଆଶୀର୍ବାଦ, ହେଲେ ଆଜି ସେଇ ମୁନିଙ୍କର ମୋ ପ୍ରତି ହେଉଛି ଅଭିଶାପ। ପିତାଶ୍ରୀ ରାଜନ ଏଭଳି ଶୋକାତୁର ହୋଇ ରାମଙ୍କୁ ନେଇ କ୍ରନ୍ଦନ କଲେ ସୂର୍ଯ୍ୟବଂଶର ସତ୍ୟ କଳଙ୍କିତ ହୋଇଯିବ। ହେ ସମ୍ରାଟ ଗତସ୍ୟ ଶୋଚନା ନାସ୍ତି। ଯାହା ହୋଇଯାଇଛି ତାକୁ ମନର ପାଶୋରି ଦିଅନ୍ତୁ। ଯେଉଁ ସତ୍ୟକୁ ଆପଣ ଗ୍ରହଣ କରିନେଇଛନ୍ତି ସେହି ସତ୍ୟକୁ ଗ୍ରହଣ କରିବା ପୂର୍ବକ ରାତ୍ର ପାହିବା ପୂର୍ବରୁ ରାମ ସୀତା ଲକ୍ଷ୍ମଣକୁ ବିଦାୟ ଦିଅନ୍ତୁ। ରାଜନ ପିତାଶ୍ରୀ ଆସୁଛି, କିନ୍ତୁ ଏ ରାମ ଗୋଟିଏ କର୍ତ୍ତବ୍ୟରୁ ବଞ୍ଚିତ ହେଉଛି। ଯେତେବେଳେ ଆପଣ ଶୟନ କରନ୍ତି ହେ ରାମ ଆପଣଙ୍କର ପଦ ସେବା କରେ। ଆପଣ ସ୍ନେହ ବଶ କରି ରାମକୁ କୋଳରେ ବସାଇ ତାର ମୁଖରେ ଚୁମ୍ବନ ଫେରି ଚୁମ୍ବନ ଦିଅନ୍ତି।
ଲକ୍ଷ୍ମଣ ତ ଏଇ ରାମ ପାଇବନି। ହେଲେ ରାମ ଆପଣଙ୍କର ପଦ ସେବାରେ ବଞ୍ଚିତ ହେଉଛି। ପିତାଶ୍ରୀ ରାତ୍ର ପାହିଯିବ, ମୋତେ ବିଦାୟ ଦିଅନ୍ତୁ। ଅଯୋଧ୍ୟା କଳଙ୍କିତ ହେବା ପୂର୍ବରୁ ମୋର କେବେ ମନା କରିବେନି, କେବେ ମନା କରିବେନି, କାହିଁକି ନା ସୁଛ ବର୍ଷରେ ଆସ ସୀତା, ଆସ ବାବା ରାମ, ଆରେ ବାବା ଲକ୍ଷ୍ମଣ, ଜାଣିଛି ମୋର ହେଉଛି ମୋର ଶେଷ ଦେଖା। aku କେବେ ଦେଖିପାରିବେନି ରାମ। ଏତିକି ମୁଁ ତୋତେ ଗୁହାରି କରୁଛି ପିତା ହିସାବରେ, ତୋ ପରେ ପୁଣ୍ୟ ସମସ୍ତଙ୍କୁ ମିଳୁ। ହେଲେ ମୋ ଭଳି ପିତା କାହାକୁ ନ ମିଳୁ। କାହିଁକି ନା ତୋ ଭଳିଆ ପୁଅକୁ ମୁଁ ରାକ୍ଷସୀ ରୂପକ ନାରୀ ପାଇବି, ମୁଁ ତୋକେ ବନବାସ କରିବି। ଚାରେ ରାମ, ଯୋଉଠି ଥା ଭଲରେ ଥା, କେବେ ବି କୋଉଦିନ ତୋ ପିତାଙ୍କୁ ଅନାଦର କରିବୁ ନାହିଁ। ସମୟ ଘନେଇ ଆସୁଛି ରାଜନ, ଯଥାଶୀଘ୍ର ରାମ ଲକ୍ଷ୍ମଣ ସୀତାଙ୍କୁ ବିଦାୟ ଦିଅନ୍ତୁ। ଯାଅ ରାମ, ମୁଁ ତୁମକୁ ଆଶୀର୍ବାଦ କରୁଛି ରାମ।
ରାମଚନ୍ଦ୍ର ରହିପାରୁନାହାନ୍ତି, ଯେଉଁଠି ମା ସୀତା ରହିପାରୁନାହାନ୍ତି, ସେ ରାଜ୍ୟରେ ଆମେ ବାସ କରି କଣ ଲାଭ ଅଛି? ଚାଲ ଚାଲ, ସେ ଯେଉଁଆଡ଼େ ଯିବେ ଆମେ ତାଙ୍କର ପାଖରେ ଧାବନ କରିବା। ଜୟ ରାମ ଜୟ ଦାମ। ଚାଲ ଭାଇ ସେଇଆ କହିବା, ରାମ ଯୁଆରେ ଆମେ ସିଆଡ଼େ। ଅନ୍ତପୁର ଯାକ ସବୁ ପଡ଼ିଗଲା ହୋଇ, କୌଶଲ୍ୟା ସୁମିତ୍ରା ମାତା ଅତି ଶୋକ କରି, ସମୁଦ୍ର ଗର୍ଜନ ପ୍ରାୟ ଶୁଭୁଅଛି ମୁଖ, ରଥ ମାঝে ପରବେଶ ବେଗେ ହୋଇ ଲୋକ, ରୂପ ଆଜ୍ଞାରେ ସୁମନ୍ତ ରଥ ଯାଇ ଦେଲା, ବାଛି ବାଛି ସିନ୍ଧୁ ଯାକ ଅଶ୍ଵ ଯୋଚିଥିଲା, ଗଦାର ବାଟେ ରଥେ ହେଲେ ଗବାହାର, ପର ଜାଗରେ ଶୁଣି ନ ଧାଇଲେ ଅପାର, ରୂପତିଙ୍କି ନିନ୍ଦା କରି ପଛରେ ଗୋଡ଼ାଇ, କ୍ରୋଧ କାଳେ ଶ୍ରୀବତ୍ସ ହେଲେ ନରସାଇ, ଶ୍ରୀରାମ ପରା ପୁତ୍ରକୁ କଲେ ବନଗାମୀ, ଏତେ କେହି ନ ରହିବା ଧର୍ମ ଛାଡ଼ିଲାଣି, ଯେଉଁ ବନେ ରାମଚନ୍ଦ୍ର କରିବେ କସ୍ଥାନ, ସେ ବନେ ଘର କରିବା ସର୍ବ ପ୍ରଜାଜନ, ଆରେ ଭାଇମାନେ, ଏ ହେଉଛି ସେଇ ଅଯୋଧ୍ୟାପୁରୀ। ଏ ଅଯୋଧ୍ୟାପୁରୀରେ ରାଜା ଦଶରଥ ଅପୁତ୍ରିକ ହେବା ସତ୍ତ୍ୱେ ଅନେକ ବାର ନିନ୍ଦା ଅପମାନ ଆଉ ଅସହ୍ୟ ନ କରିପାରି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ। କହିଲେ, ହେ ପ୍ରଭୁ ପରମ ବ୍ରହ୍ମ, ମୋର ଅନେକ କାଳରୁ ମୋର ଦୁଃଖକୁ ନିବାରଣ କର। ତୁମ ଦୁଃଖ ପୂର୍ଣ୍ଣ ହଉ ବୋଲି ପ୍ରତିଶ୍ରୁତି ଦେଲେ ଦେବନାରାୟଣ। ସେଇଦିନ ନାରାୟଣ ଏଇଠାରେ ହିଁ ସୃଷ୍ଟି ହେଇଥିଲେ, ଯେଉଁଠାରେ ଅଯୋଧ୍ୟାପୁରୀରେ ନାରାୟଣ ସୃଷ୍ଟି ହେବାରୁ ଏ ସମର ସଚରାଚର ଏଇ ଅଯୋଧ୍ୟାପୁରୀଟା ଆନନ୍ଦ ଓ ଉଲ୍ଲାସରେ କେମିତି ସଂସାର ହସମାନରେ ଚାଲିଛି। କାରଣ ସେଠି ଲକ୍ଷ୍ମୀ ଜାତ ହୋଇଛନ୍ତି। ଏଇ ଲକ୍ଷ୍ମୀ ମା ଆଦ୍ୟ ଶକ୍ତି ପ୍ରଭୁଙ୍କୁ ପାଇବା ପାଇଁ ଅନେକ ବାର ତପସ୍ୟା କରିଛନ୍ତି, ଶେଷରେ ଏଇ ପ୍ରଭୁଙ୍କୁ ପାଇଛନ୍ତି। ଏ ଅଯୋଧ୍ୟା ନଗରୀରେ ପ୍ରଭୁ ଆଉ ମା ଦି ଜଣ ଆବିର୍ଭାବ ସତ୍ତ୍ୱେ ଇଏ କାହା କଥା ତମେ କହିଲେ? ରାଜା ବର୍ତ୍ତମାନ ଏମିତି ଆମେ ଜାଣିନଥିଲୁ, ଆମେ ଜାଣିଥିଲୁ ରାଜା ଭଲ, ପ୍ରଜାଠୁ ରଞ୍ଜନ, ପ୍ରଜାମାନଙ୍କୁ ପ୍ରେମ କରନ୍ତି। ବୁଦ୍ଧ କାଳରେ ଗୋଟେ ସ୍ତ୍ରୀର ବସ ହେଇକି ଏମିତି ପୁତ୍ରଙ୍କୁ ବଡ ଆସି କରଉଛନ୍ତି। ଧର୍ମ ଚାଲିଲାଣି, ଏଠି ରହିବା କଥା ନୁହଁ। ଏ ସ୍ଥାନକୁ ଯେତେ ଶୀଘ୍ର ପରିତ୍ୟାଗ କରିବା। ଶୁଣ ମୁଁ କହୁଛି ଶୁଣ, ବର୍ତ୍ତମାନ ପ୍ରଭୁ ଯୁଆଡେ ଯୁଆଡେ ଯିବେ ଆମେ ତାଙ୍କର ପଛେ ପଛେ ପଶ୍ଚାଧାବନ କରିବା ଏବଂ ତାଙ୍କରି ପାଖେ ପାଖେ ରହିବା। ଯାହା କଲେ ବି ପ୍ରଭୁକୁ ଛାଡ଼ିବା ନାହିଁ। କେବେ ଛାଡ଼ିବାନି, ସେଇ ବାଟେ ଅତି ଜନ୍ତା ଜନ୍ତି ହୋଇ ରଥ ପଛେ ଧାଇ, ଅତି ଜନ୍ତା ଜନ୍ତି ହୋଇ ରଥ ପଛେ ଧାଇ, ଅନଙ୍ଗ ନରେନ୍ଦ୍ର ଭାଇ ଭିତରେ ଗହଳି ଜୟ ରାମ,
শোক করি গোড়াইলে অযোধ্যাবাসীয়ে যেসনে একাম্র বনে শঙ্কর গৌরী গুন্ডিচা যাত্রা করন্তি দিশে ସେହି পরি তমসা নদী কি যহু হইলে কপারি শ্রীরাম প্রজাজনଙ୍କୁ ଛାମୁକୁ ହକାରି ଏଠାରୁ ବାହୁଡ଼ି ଯାଅ ବୋଲି ଆଜ୍ଞା ଦେଲେ ପ୍ରଜାଗଣେ ନ ମାନିଲେ ଯେତେ ବୁଝାଇଲେ ସର୍ବେ ଏକ ମେଳ ହୋଇ କରନ୍ତି ଜଣାଣ ରଥ ବାହୁଡ଼ାଇ ପ୍ରଭୁ ରଘୁକୁଳ ରାଣ ভরত অযোধ্যা রাজ্যে হন্তু দণ্ডধর তুম্ভଙ୍କୁ আম্ভে পশিবু দেশে কর ঘর हे प्रजागण ये कौन पितृ सत्य को पालन करी मु 14 वर्ष अरण्य को आसले यह सत्य किंतु किंतु तुम्हें कहीं हमर पश्चात धावन करूछ नाई प्रजागण तुम अयोध्या फेरी जाओ प्रभु जो राज्य रे धर्म छाड़लानी जो राज्य रे धर्म बोली टिके जिंस नाही ज्येष्ठ भ्रात थाउ थाउ जो राज्य रे कनिष्ठ भ्रात को राजा करछंती से राज्य रे हमें रहिबा आवश्यक नाही प्रभु आमे आपन को पश्चात धावन करी ठीक ओडे आसीछु मन मध्य गोटाए इच्छा मध्य करिछु हमर एठी जेते प्रजावृंद अछंती आपनकर खाइला पीबा रहिबा सोइबा कोन असुविधा हबनी प्रतिदिन आपनक पई आमे हम जीवन प्राण उत्सर्गीकृत करी आमे आपनकर सेवा करिबु किंतु आपण आपन छाडी दूरे जांतुनी प्रभु हम पाखे रहिबा होतु प्रभु 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 तमे पितांकर सत्य रक्षा करिଛ भरत अयोध्यार राजा हंतु सत किंतु आमर किछ आवश्यक नाही प्रभु किंतु आपण जोछि रहिबे आमे सेही ठारे रहि प्रभु प्रभु नाइ तेते आमे तम सहित नदीबु तार आसंतु प्रभु तमे अयोध्यारे रहंतु आपण जोछि रहिबे आमे सेही तम 14 वर्ष जाके जाहा किछि दरकार आमे प्रजागण ताहा देउ प्रभु हे प्रजागण प्रभु ভদেব নকলে এহা সঙ্গতরে জিমু পুনি আজ্ঞা দেলে যাও পরজা নিকর নিষে ধন মানি সর্বে ধাইলে পছর মনে মনে বিচারন্তি রঘুকুল চন্দ্র সুমন্ত্রকু কহন্তি যে পড়িলা বিপদ जदि आपण हमर एई कथा स्वीकार न करिवे आपण जुआडी जिवे आमे आपण पश्चात धावन करिबु प्रभु एथिरे हमको आपण दोष देबेनी प्रभु हे प्रजागण कुहतु प्रभु तुमर इच्छा शक्ति अनुसार मु राजा होई थांती ना आज्ञा यदि मु राजा न होउची मोर सानुज भरत तो अयोध्या सिंहासन रे अभिषिक्त हेबो से कोन मो पिताश्री पुत्र नुहे ताकू के राजा रूप ग्रहण करिवो प्रभु आपण कहनांती कहिलो आपण ज्येष्ठ भ्रात थाउ थाउ गोटे कनिष्ठ भ्रात राजा हेबे आपणकर अधिकार को लेके आउ जन को देई दिया जीवो याकू किपरि आमे सहिबु प्रभु ए अयोध्यावासी केवल आपणकर राजत्व को अपेक्षा करथिले जदि आपण अयोध्या रे राजा न होबे ए बनराशि रे आपण राजा हुंतु आमे आपणकर प्रजा के आपणकर सेवा करिउ प्रभु ठीक अछि तुमे कहबा अनुसार मो संगत तुमे अरण्यवासी हेबो जेते बेले अयोध्या राज सिंहासन मो भरत राजा रूप अभिषिक्त हेबो तुमे कहिलो से काहाकु नै राज्य संभाळिबो जो देश रे प्रजा नथिबे से काहाकु नै राजा हेबो से केउ प्रजा को पालन करिबो तुमे कुह प्रभु देखि पारुछ मंत्री सुमंत पिता शक्ति को पालन करी अरण्य को आसिली किंतु आसीबा परे मो सम्मुख रे विषम समस्या आसी दंडायमान होइछि मु आसली यह सत्य किंतु मो स्नेह बरे प्रजागण मोर पश्चात धावन करी आसनी मु जेते बार समान को बुझाउची अयोध्या राज सिंहासन रे भरत राजा हेबो तुमको प्रतिपादित करिवो हेले से मो कथा सुइरा को नाराज कोन करबी मंत्र सुमंत